वेलकम बैक टू माय फूड ब्लॉग हैप्पी न्यू ईयर गाइज ମୁଁ ଟିକେ ଲେଟ୍ ହେଇଗଲି ନ୍ୟୁ ଇୟର୍ ପରେ ଯେହେତୁ ବହୁତ ବିଜି ରହିଯାଇଥିଲି ସୋ ସକାଳୁ ଆଇ ହ୍ୟାଡ୍ ଜିରା ରାଇସ୍ ଡାଲମା ଏଇଟା ହେଉଛି ମୂଳା ପକୋଡ଼ା ଆଉ କୋବି ପକୋଡ଼ା ତ ମାନେ ଏମିତି ଜଷ୍ଟ ଛୋଟ ଛୋଟ କରାଇ ଭଜା ହେଇଥିଲା ପକୋଡ଼ା କାଇଣ୍ଡ ଅଫ୍ ଡାଲମା ୱାଜ୍ ଆଜ୍ ୟୁଜୁଆଲ୍ ଭେରି ଗୁଡ୍ ସିମ୍ପଲ୍ ଆଣ୍ଡ ଟେଷ୍ଟି ଡାଲମା ଓଡ଼ିଆ ଘରର ଡାଲମା ସମସ୍ତଙ୍କୁ ଭଲ ଲାଗେ ଜିରା ରାଇସ୍ ଥିଲା ଆଉ ଟିକେ ତେନ୍ତୁଳି ପାଗ ଥିଲା ନ୍ୟୁ ଇୟର୍ରେ ସମସ୍ତେ ମାନେ ଆଇ ଇନସିଷ୍ଟ କି ସମସ୍ତେ ଭେଜ୍ରୁ ଖାଇବା ଷ୍ଟାର୍ଟ କରନ୍ତୁ ତାପରେ ତ ବର୍ଷ ଯାକ ସମସ୍ତେ ନନଭେଜ୍ ଖାଇବେ ହିଁ ଦେନ୍ ଅଗେନ୍ ରାତିରେ ଆଇ ହ୍ୟାଡ୍ ରୁଟି ମାନେ ରୁଟି ଇନ୍ ଦ ସେନ୍ସ ମେଥି ବାଲା ରୁଟି ମେଥି ପତ୍ର ପଡ଼ିକି ରୁଟି ହେଇଛି ମୂଳା ଆଳୁ ଭଜା ୱିଚ୍ ୱାଜ୍ ଅଲସୋ ଭେରି ଟେଷ୍ଟି ସିମ୍ପଲ୍ ଫୁଡ଼୍ ବିକଜ୍ 31st ନାଇଟ୍ରେ ବହୁତ ହି ଇଆଡ଼ୁ ସିଆଡ଼ୁ ଖିଆ ହେଇଯାଇଥିଲା ମୁଁ ସେଇ ବ୍ଲଗ୍ ଏପର୍ଯ୍ୟନ୍ତ ଛାଡ଼ିନି ଆପଣମାନଙ୍କୁ ଛାଡ଼ିବି ତ ସେଇଥିପାଇଁ ଆଜି ଟିକେ ସାଧା ସିଧା ଖାଇଲେ ପୁଣି ଅଗେନ୍ କାଲିକୁ ମାନେ ନ୍ୟୁ ଇୟର୍ ପରଦିନ ଯେଉଁଟା ଅଛି ସେଇଦିନ ଖାଇକି ହେବ ଭଲସେ ତ ମୁଁ ଏଇଟା ଏମିତି ରିଆକ୍ସନ୍ ଦେଲି ବିକଜ୍ ଭଜା ବହୁତ ଗରମ ଥିଲା ମୋ ପାଟି ପୁରା ପୋଡ଼ିଗଲା ଇଟ୍ ୱାଜ୍ ଭେରି